ଶଯ୍ୟାଶାୟୀ ଶ୍ରମିକଙ୍କ ଦୁଃଖ କେହି ଶୁଣୁନାହାନ୍ତି। ଯାଜପୁର ଜିଲ୍ଲା କାଳିଆପାଟଣୀ ସ୍ଥିତ ଇମ୍ଫା କମ୍ପାନୀରେ ଦିନେ କାର୍ଯ୍ୟ କରୁଥିବା ଶ୍ରମିକ ପ୍ରସନ୍ନ ହେମ୍ରମ ଆଜି କିନ୍ତୁ ଶଯ୍ୟାଶାୟୀ। ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ କମ୍ପାନୀର ଗେଟ୍ ଠାରୁ ମାତ୍ର 500 ମିଟର ଦୂରରେ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣାରେ ତାଙ୍କର ହାତ ଏବଂ ଗୋଡ଼ ଅଚଳ ହୋଇପଡ଼ିଛି। ସେ ଦୀର୍ଘ 5 ମାସ ଧରି ଶଯ୍ୟାଶାୟୀ ହୋଇ ପଡ଼ି ରହିଛନ୍ତି। ଇପିଏଫ୍ ଟଙ୍କା ଉଠେଇ ସେ ପଇସାରେ ଘର ଚଳାଉଥିବା ବେଳେ ସେ କାର୍ଯ୍ୟ କରୁଥିବା କମ୍ପାନୀ ପକ୍ଷରୁ ତାଙ୍କୁ ସାହାଯ୍ୟ ଏବଂ ସହଯୋଗର ହାତ ବଢ଼ାଇ ନଥିବା ସେ ଅଭିଯୋଗ କରିଛନ୍ତି। ଡ୍ୟୁଟି କରୁଥିଲି ଆଉ ସେକେଣ୍ଡ ସିଫ୍ଟ ଯାଉଥିଲି ରାତି 10ଟା ବେଳେ ଛୁଟି ହେଲା ପରେ ଆସିଲା ବେଳେ 400 ମିଟର ଆକ୍ସିଡେଣ୍ଟ ହେଇଥିଲା ଆଉ ଗାଡ଼ିରୁ ପଡ଼ିଥିଲା। ଆପଣ ଯୋଉ କମ୍ପାନୀରେ କାର୍ଯ୍ୟ କରୁଥିଲେ ସେ କମ୍ପାନୀ ତରଫରୁ ଆପଣଙ୍କୁ କିଛି ସହାୟତା ମିଳିଛି ନା ମିଳିନି? ଆଉ କିଛି ମିଳିନି, ସରକାରୀ ତରଫରୁ ବି କିଛି ମିଳିନି। ମାଇନ୍ସରେ ଦିଆ ହେଇଥିଲା ସବୁ ଲେଖିକି, ଆଉ କିଛି ଇଏ କଲାନି। ସରପଞ୍ଚ ଜାଣିଛନ୍ତି, ଜଣା ହେଇଥିଲା, କିଛି ଦେଇନି। 5 ମାସ ଖଣ୍ଡେ ହେଲା ପଡ଼ିକି ରହିଛି। ଇପିଏଫ୍ ପଇସାରେ ଉଠେଇକି ଘରଟା ଚଳଉଛି ଆଉ। କମ୍ପାନୀରେ କାର୍ଯ୍ୟ କରୁଥିଲେ କେତେ ବର୍ଷ ହେଲାଣି କାର୍ଯ୍ୟ କରୁଥିଲେ? ପାଖାପାଖି 1.5 ବର୍ଷ ଖଣ୍ଡେ ହବ। ତାଙ୍କର ବହୁତ ମାଳ ଯୋଜନା ଅଛି, ତଥାପି ଚିକିତ୍ସା ଅଭାବରୁ ଶଯ୍ୟାଶାୟୀ ହୋଇ ପଡ଼ିଛନ୍ତି ପ୍ରସନ୍ନ ହେମ୍ରମ। ଆପଣଙ୍କ ନାଁଟା? ମୀନାକ୍ଷୀ ହେମ୍ରମ। ମୋ ସ୍ୱାମୀ ସରକାରଙ୍କୁ ଏତିକି ଅନୁରୋଧ କରୁଛି, ଆମକୁ କିଛି ସାହାଯ୍ୟ ଦେଲେ ଆମେ ମେଡ଼ିକାଲକୁ ନେଇପାରିବୁ, ଆମ ସ୍ୱାମୀକୁ ମୁଁ ଭଲ କରିପାରିବୁ। ମୋ ନାଁ ହେଉଛି ମନସିଂ ହେମ୍ରମ। ଏମ୍ପା କମ୍ପାନୀରେ ଚାକିରି କରୁଥିଲା। ସେ ରାତିରେ ଡ୍ୟୁଟି ଯାଇଥିଲା। ଡ୍ୟୁଟି ଆସିଲା ବେଳେ ତାର ସେ ଏମ୍ପା ମାଇନ୍ସରୁ 500 କି 600 କିଲୋମିଟର 500 କି 600 ମିଟର ଭିତରେ ତାର ଆକ୍ସିଡେଣ୍ଟ ହେଇଥିଲା। ଆକ୍ସିଡେଣ୍ଟ ହେଲା ପରେ ତାର ଗୋଡ଼ ହାତରୁ ଚାଲୁନି। 5 ମାସ ହେଲାଣି ଖଟରେ ପଡ଼ିକି ରହିଛି। ଆଉ ପଇସା ପତ୍ର ଅଭାବ ଯୋଗୁରୁ ମାନେ ମେଡ଼ିକାଲକୁ ବି ନେଇପାରୁନି। ଏଟା ଅସୁବିଧା। ପୁଣି କମ୍ପାନୀ କି ଗଭର୍ଣ୍ଣମେଣ୍ଟର ସହାୟତା ବି ମିଳୁନି। ଆଉ କେମିତି କ'ଣ କରିକି ମେଡ଼ିକାଲ ହଉ କିମ୍ବା ସରକାରୀ ହଉ କିମ୍ବା ବେସରକାରୀ ହଉ କୌଣସି ସଂସ୍ଥାର ଯଦି ସାହାଯ୍ୟ ମିଳନ୍ତା ତେବେ ଆମ ଭାଇକୁ ଭଲ କରିପାରନ୍ତି। ଯିଏ ଅସୁସ୍ଥ ଅଛନ୍ତି ସେ ଆପଣଙ୍କର କ'ଣ ହେବେ? ଆମର ଯୋଉମାନେ ଆମର ଯେତେବେଳେ ଅସୁବିଧାରେ ପଡ଼ିଲା ଆଉ କେହି ଅନାଉନାହାନ୍ତି, କମ୍ପାନୀ ବି କି ସରକାର ବି। ଆଉ ଯିଏ ଦୁଇଟା ନାତୁଣୀ ବହୁତ କଷ୍ଟ ଚଳୁଛି। ଏଥର ଆଉ ସରପଞ୍ଚ ନେଇ କି କମ୍ପାନୀ ବି ଅନାଉ, ଯେମିତି ଆମର କମ୍ପାନୀ ସରକାର ଯୋଉ ଚାଲୁ ସେଟା ରାସ୍ତାଘାଟରେ ଛଡ଼ଉଛନ୍ତି। ଆଉ ଉଦ୍ଧାର ଦିନ ସିନା ଦେବେ, ସବୁଦିନ କ'ଣ ଦେବେ? ଜୁଏ ମାନେ ଡ୍ୟୁଟି କଲେ ସିନା ସବୁ ଛଡ଼େଇବେ ତାକୁ। ଅଚଳ ହେଇଗଲା, ଆଉ କେହି ଅନଉନାହାନ୍ତି, କେମିତି ଚଳିବ? ଦେଖା ନାହିଁ, ଶୋଇକି ନାହିଁ 5 ଚାଲିଥିଲେ ତାର ଅବସ୍ଥା। ଆଉ ଆମେ କ'ଣ କରିବୁ? ଆମେ କ'ଣ ପଇସା ନା ଟଙ୍କା ଅଛି ଯେ ଆମେ କାମ କ'ଣ ନେଇପାରିବୁ? ଯାଜପୁର ଜିଲ୍ଲା ସୁକିନ୍ଦାରୁ ରାଜେଶ କୁମାର ମହାନ୍ତଙ୍କ ରିପୋର୍ଟ, G9 ଓଡ଼ିଆ।